ଅମଣ୍ଡଳା ମାନେ କ'ଣ? ଅମଣ୍ଡଳା ଅର୍ଥ କ'ଣ? ଅମଣ୍ଡଳା ଶରୀର ଭିତରେ କେଉଁଠି ଅଛି? ତାର ମହାପୁରୁଷ ଗୋଟେ ପଦ ଲେଖିଲେ, କ'ଣ ସେ ପଦଟା ଲେଖିଲେ ଆମେ ଟିକେ ଜାଣିବା। ଅମଣ୍ଡଳା ତାନେ ମଜରେ ମାନସ, ଅମଣ୍ଡଳା ତାନେ ମଜ, ଅମଣ୍ଡଳା ତାନେ ଲଗାଇଲେ ମନ, ଅମଣ୍ଡଳା ତାନେ ଲଗାଇଲେ ମନ, ଦିବ୍ୟଜ୍ୟୋତି ହେବ ଠୁଳରେ ମାନସ, ଦିବ୍ୟଜ୍ୟୋତି ହେବ ଠୁଳ। ଅମଣ୍ଡଳା ମାନେ ଶରୀର। କେତେ? ଅମଣ୍ଡଳା ମାନେ କେତେ? ଅମଣ୍ଡଳା ମାନେ ହେଉଛି 84 ଆଙ୍ଗୁଳ। 8 ମିଶାଣ 4 ସମାନ 12। ଅମଣ୍ଡଳା ମାନେ 12। 12 ମାନେ କ'ଣ? ନା 12 ପବନ ଶରୀର ଭିତରେ ଗତାଗତ କରୁଛି। ସେ କେଉଁଠି ଅଛି ଅମଣ୍ଡଳା ସ୍ଥାନଟି? ଦୁକୁଦୁକି ଘର ମଧ୍ୟରେ। ଦୁକୁଦୁକି କେଉଁଠି ଅଛି? ନା ମସ୍ତିଷ୍କର ଶୀର୍ଷରେ ହେଉଛି ଦୁକୁଦୁକି ଘର ବା ଅମଣ୍ଡଳା ସ୍ଥାନ। ସେ କେଉଁଠି ଯାଉଛି? ଯାଉଛି ଆସୁଛି ବାରଣ ନହୁଛି, ତାକୁ ଚିହ୍ନି ନାହୁଁ ଆଜରେ, ତାକୁ ଚିହ୍ନି ନାହୁଁ ଆଜ। କାଟିଦେଲି। ଯାଉଛି ଆସୁଛି ବାରଣ ନହୁଛି, ତାକୁ ଚିହ୍ନି ନାହୁଁ ଆଜରେ, ତାକୁ ଚିହ୍ନି ନାହୁଁ ଆଜ। ଅମଣ୍ଡଳା ତାନେ ବିଜେ କରିଛନ୍ତି, ଅମଣ୍ଡଳା ସ୍ଥାନେ ବିଜେ କରିଛନ୍ତି, କରିବେ ଶୂନ୍ୟ ବିଚାରରେ ମାନସ, କରିବେ ଶୂନ୍ୟ ବିଚାରରେ, କରିବେ ଶୂନ୍ୟ ବିଚାର। ଅମଣ୍ଡଳା କ'ଣ? ନା 2ଟି ସ୍ୱର, 3ଟି ସ୍ୱର। ସେ ଗୋଟେ ବାମ ଅଙ୍ଗରେ ଗୋଟେ ସ୍ୱର ଯାଉଛି ଏବଂ ଡାହାଣ ଅଙ୍ଗରେ ଗୋଟେ ସ୍ୱର ଆସୁଛି। ତୁ ତତି ତାକୁ ଚିହ୍ନିବୁ, ହେଲେ କ'ଣ ପାଇବୁ? ନା ସେଇ ଅବିନାଶୀ ବ୍ରହ୍ମକୁ ପାଇବୁ। ଏମିତି ପାଇବୁ। ଅକାର ସକାର ସବୁଠାରୁ ସାର, ତା ନିଧ୍ୟ ଲାଭ କର, ହରେ ତା ନିଧ୍ୟ ଲାଭ କର। ସଦଗୁରୁ ପାଶେ ପଶିଲେ ଶରଣ, ସଦଗୁରୁ ପାଶେ ପଶିଲେ ଶରଣ, କହିବେ ଭେଦ ବିଚାରରେ ମାନସ, କରିବେ ଭେଦ ବିଚାର। ଶରୀର ଭିତରେ ଅକାର ଏବଂ ସକାର ହେଉଛି ସାର। ଯଦି ଆପଣମାନେ ସଦଗୁରୁ କରିଥିବେ ତ ଏ ପଦ କଥାଟି ଆପଣମାନେ ଜାଣିପାରିବେ। 21 ବ୍ରହ୍ମାଣ୍ଡ କରତା ଅଟନ୍ତି, ସ୍ୱୟଂ ବିନାଶୀ ଜାଣ ରେ, ସ୍ୱୟଂ ବିନାଶୀ ଜାଣ। ବାରଣ ବେଳକୁ ବାରଣ ନହୁଛି, ବାରଣ ବେଳକୁ
ବାରଣ ନହୁତି ତାଙ୍କ ବାରି ବାର ଧରରେ ମାନସ ତାଙ୍କୁ ବାରିବାରେ ଧର। ସେ ଅମଣ୍ଡଳା ସ୍ଥାନ ଦେଇ 21 ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ତୁ ଯଦି ତାକୁ ବାରିବୁ ତାହେଲେ ତୁ ତାକୁ ଧରି ପାରିବୁ। କେମିତି ଧରିବୁ? କହେ ସର୍ବସଚି ଏହାଠାରୁ ବଳି ଆନ କଥା କିଛି ନାହିଁ ରେ, ଆନ କଥା କିଛି ନାହିଁ। ମହାଶୂନ୍ୟ ଶବ୍ଦ ମହାଶୂନ୍ୟ ଭେଦ, ମହାଶୂନ୍ୟ ଶବ୍ଦ ମହାଶୂନ୍ୟ ଭେଦ, ଶୂନ୍ୟରୁ ଶୂନ୍ୟ ବାହାରରେ ମାନସ, ଶୂନ୍ୟରୁ ଶୂନ୍ୟ ବାହାର। ଇଏ ହେଉଛି ମହାଶୂନ୍ୟ ଶବ୍ଦ। କେଉଁଠି ନା ଯେଉଁ ଅମଣ୍ଡଳା ବା ଶରୀର ମଧ୍ୟରେ 21 ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଗତି କରୁଛି, ସେ ହେଉଛି ଅମଣ୍ଡଳା ସ୍ଥାନ। ସେ ସାଧୁଜନେ, ଏ ବିଦ୍ୱଜନେ, ଆପଣମାନେ ସ୍ୱହୃଦୟରେ ବିଚାର କରି ତାକୁ ଜାଣିଲେ, ତାକୁ ବୁଝିଲେ, ଆପଣମାନେ ଅମଣ୍ଡଳା ସ୍ଥାନର ମୂଲ୍ୟ କିଛି ବୁଝିପାରିବେ। ତେଣୁ ଶେଷରେ ଶ୍ରୀ ଅବିନାଶୀ ପ୍ରଭୁଙ୍କ ପ୍ରୀତ୍ୟାର୍ଥେ ବୋଲେ ପ୍ରେମାନନ୍ଦେ ଗବାର ହରି ବୋଲ।